ସାଙ୍ଗମାନେ ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିଥିଲି ଯେ ସର୍ବାଧିକ ପାତାଳପୁଟି ଶୈବପୀଠ ଆମ ଜଗତସିଂହପୁର ଜିଲ୍ଲାରେ ଅଛି। ତେଣୁ ମୁଁ ଆପଣମାନଙ୍କୁ ପ୍ରଥମ ଶୈବପୀଠ ଭାବରେ ଆମ ମହାଦେବଙ୍କ ବଡ଼ ଭାଇ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରାଇବି। ତାହେଲେ ବିଳମ୍ବ କାହିଁକି, ଚାଲନ୍ତୁ ଏବେ ଯିବା। ବର୍ତ୍ତମାନ ଆସି ଆମେ ପହଞ୍ଚିଗଲେ ଦେବୀ ନଈ କୂଳରେ ଅବସ୍ଥିତ ନାଉଗାଁ ବ୍ଲକର ବଛାଳ ପଞ୍ଚାୟତର 400 ବର୍ଷ ତଳର ଗ୍ରାମ ବଛାଳ ଗ୍ରାମରେ। ଏଇଠି ବିଜେ କରିଛନ୍ତି ଗ୍ରାମ ମଧ୍ୟଭାଗରେ ବାବା ସିଦ୍ଧେଶ୍ୱର, ଯାହାଙ୍କ କୃପାରେ ଗ୍ରାମବାସୀମାନେ ଖୁସିରେ ଅଛନ୍ତି। ଚାଲନ୍ତୁ ଏବେ ଭିତରକୁ ଯିବା। ଆପଣମାନେ ଦେଖିପାରୁଥିବେ ମନ୍ଦିରର କାମ ଚାଲିଛି, ଯେଉଁଟାକି ପୁରୁଣା ମନ୍ଦିର ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ ଚାଲିଛି, ଯାହାର ଉଚ୍ଚତା ପାଖାପାଖି 60 ଫୁଟରୁ ଅଧିକ ରହିବ। ଯେହେତୁ ମନ୍ଦିରଟି ଦେବୀ ନଈ କୂଳରେ ଅବସ୍ଥିତ, ତେଣୁ ବର୍ଷା ସମୟରେ 2-3 ମାସ ବାବା ପାଣିରେ ବୁଡ଼ିକି ରୁହନ୍ତି। ଆପଣମାନଙ୍କୁ ଯେବେ ସମୟ ହେଉଛି ନିଶ୍ଚିନ୍ତ ଭାବରେ ଆସନ୍ତୁ, ବାବାଙ୍କୁ ଦର୍ଶନ କରି ବାବାଙ୍କର ଆଶୀର୍ବାଦ ଲାଭ କରନ୍ତୁ। ଏବଂ ମୁଁ ଯେଉଁ କହୁଛି ଆମ ମହାଦେବଙ୍କ ବଡ଼ ଭାଇ ବୋଲି, ତାର ଏକ ଲମ୍ବା କାହାଣୀ ଅଛି, ଯେଉଁଟାକି ଛୋଟ ଭିଡ଼ିଓରେ ମୁଁ କହିପାରୁନି। ଏ ଗ୍ରାମ ଏବଂ ବାବା ସିଦ୍ଧେଶ୍ୱରଙ୍କ ସହିତ ଆମ ଗ୍ରାମର ଜନ୍ମଦାତା ତଥା ଆମ ପୂର୍ବପୁରୁଷର ଜେଜେ, ଯାହାଙ୍କର ଏକ ନିବିଡ଼ ସମ୍ପର୍କ ଅଛି, ଯେଉଁଟାକି ମୁଁ ଏ ଛୋଟ ଭିଡ଼ିଓରେ କହିପାରୁନି। ସେଥିପାଇଁ ମୁଁ ଆପଣମାନଙ୍କ ପାଇଁ ଏକ ଲମ୍ବା ଭିଡ଼ିଓ କରିବି, ଯେଉଁଥିରେ ସମ୍ପୂର୍ଣ୍ଣ ଭାବରେ ବତେଇବି କ'ଣ ପାଇଁ ଆମ ମହାଦେବଙ୍କ ବଡ଼ ଭାଇ ବୋଲି ବଛାଳର ବାବା ସିଦ୍ଧେଶ୍ୱର। ପୁଣି ଦେଖା ହେବ ଆଉ ଏକ ଶୈବପୀଠରେ। ରହୁଛି, ଜୟ ଜଗନ୍ନାଥ।